ଏଥର ଥିଲା କ୍ରାନ୍ତିର ପାଳି। ସମସ୍ତେ କହିଲେ, କ୍ରାନ୍ତି ଏଥର ଆରମ୍ଭ କର। କ୍ରାନ୍ତି ଟିକେ ଭାବିଲା ଭଳି ହେଉଥିଲା। ଲଲିତ କହିଲା, ଆରେ ତୋ ପାଖରେ କେତେ କାହାଣୀ ରଖିଛୁ କି? ଭାବୁଛୁ କେଉଁଟା କହିବୁ ବୋଲି? କ୍ରାନ୍ତି ଟିକେ ହସି କହିବା ଆରମ୍ଭ କଲା। ବିଗତ 7 ବର୍ଷ ତଳର କଥା। ମୁଁ ନୂଆ କରି ରହିବାକୁ ଯାଇଥିଲି ସହନିବାସ ଛାତ୍ରାବାସରେ। ଆମେ ଗୋଟିଏ କୋଠରୀରେ 6 ଜଣ ପିଲା ରହୁଥିଲୁ ଓ ସମସ୍ତେ ଥିଲୁ ବିଜ୍ଞାନର ଛାତ୍ର। ସବୁ ସମୟରେ ଗୁଲିଖଟିରେ ସମୟ ଯାଉଥିଲା। ନିକଟରେ କୌଣସି ପୂଜା ଥିଲା। ଗୋଟିଏ ସପ୍ତାହ ଛୁଟି ଦିଆଯାଇଥିଲା ମହାବିଦ୍ୟାଳୟରେ। ପ୍ରାୟ ଅଧିକାଂଶ ଛାତ୍ର ଛୁଟି କାଟିବାକୁ ଘରକୁ ଚାଲି ଯାଇଥିଲେ, କିନ୍ତୁ ଆମେ ଘରକୁ ନ ଯାଇ ଛାତ୍ର ନିବାସରେ ରହିବାକୁ ନିଷ୍ପତ୍ତି ନେଇଥିଲୁ। ପ୍ରଥମ ଥର ମୁଁ ଅନୁଭବ କଲି ଛାତ୍ର ନିବାସରେ କେହି ନ ରହିଲେ କିପରି ଅନୁଭବ ହୁଏ। ଏତେ ସୁନସାନ ମୁଁ ଆଗରୁ କେବେ ଦେଖିନଥିଲି। ମୋ କୋଠରୀକୁ ଛାଡ଼ି ଅନ୍ୟ 2ଟି ଭିନ୍ନ ଭିନ୍ନ କୋଠରୀରେ 6 ଜଣ ପିଲା ଥିଲେ। ସେଦିନ ବିବେକ କହିଲା, ଆଜି ଗୋଟିଏ କାମ କରିବା। ରାତିରେ ସମସ୍ତେ ଖାଇ ପିଇ ଶୋଇପଡ଼ିବା ପରେ ଆମେ ଆତ୍ମାକୁ ଡାକିବା। ଏହା ସତ କି ମିଛ ମୋତେ ଦେଖିବାର ଅଛି। ସମସ୍ତେ ମୋ ସହିତ ଯଦି ଏକମତ ତାହେଲେ କୁହ। ବାକି ସାଙ୍ଗମାନେ ହଁ ଭରିଲେ। ମୋତେ ଡର ଲାଗୁଥାଏ, କିନ୍ତୁ ନିଜ ଡରକୁ ବାହାରକୁ ଦେଖାଇଲେ କାଳେ ସାଙ୍ଗମାନେ ଭାବିବେ ମୁଁ ଗୋଟିଏ ଡରକୁଲା ବୋଲି। ସେଥିପାଇଁ ନିଜ ଭାବନାକୁ ଲୁଚାଇ ରଖିଥିଲେ ଓ ସେମାନଙ୍କ ହଁରେ ହଁ ଭରିଲେ। ଏଥର ସମସ୍ତେ ବସି କଥା ହେଲୁ ଯେ ରାତିରେ କେଉଁ ଆତ୍ମାକୁ ଡାକିବା। କିଏ କହିଲା ଆମ ଗାଁ ବଇଁଶୀ ଜେଜେକୁ ଡାକିବା। କିଏ କହିଲା ମୋ ସାଙ୍ଗର ଭଉଣୀ ସୁମିକୁ ଡାକିବା। ଏପରି ସମସ୍ତେ ଭିନ୍ନ ଭିନ୍ନ ମତ ପ୍ରକାଶ କଲେ। ଭୂତ ତ ଅନେକ ଥିଲେ, କିନ୍ତୁ ଅନେକ ମଧ୍ୟରୁ ଆମକୁ ଜଣକୁ ହିଁ ବାଛିବାର ଥିଲା। କିନ୍ତୁ ସମସ୍ୟା ଏହା ଥିଲା ଯେ ଯେଉଁ ଆତ୍ମାକୁ ଆମେ ଡାକିବା ସେ ଆତ୍ମାର ରୂପକୁ ମନେ ମନେ ସ୍ମରଣ କରିବାକୁ ପଡ଼ିବ। ଆଉ ଏ ବଇଁଶୀ ଜେଜେ କି ସୁମି ଏମାନଙ୍କୁ ନିଜ ଗାଁର ପିଲା ଛଡ଼ା ଅନ୍ୟ କିଏ ଦେଖିନଥିଲେ ନା ଜାଣିନଥିଲେ। ତେଣୁ ନିଷ୍ପତ୍ତି ନିଆଗଲା, ଯେଉଁ ମଲା ଲୋକକୁ ସମସ୍ତେ ଜାଣିଥିବେ ଅଥବା ଯେଉଁ ମଲା ଲୋକର ଫଟୋ ଥିବ ତାହାର ଆତ୍ମାକୁ ଡକାଯିବ। ସମସ୍ତେ ଭାବୁଥାନ୍ତି ଅନେକ ସ୍ୱାଧୀନତା ସଂଗ୍ରାମୀ, ଚଳଚ୍ଚିତ୍ର ତାରକା, ରାଜନୀତିଜ୍ଞ ଏପରି ଅନେକ ମୃତ୍ୟୁବରଣ କରିଥିବା ଲୋକଙ୍କ ନାଁ ବଛାଯାଉଥିଲା, କିନ୍ତୁ ମନ ମାନୁନଥିଲା। ବିବେକ ଦୌଡ଼ି ଯାଇ ନିଜ ବହି ଥାକରୁ ଗୋଟିଏ ଖବରକାଗଜ ଟାଣି ଆଣିଲା ଓ ତାକୁ ଖୋଲିଦେଇ ଭିତରେ ଥିବା ଗୋଟିଏ ଫଟୋ ଦେଖାଇଲା। ଖବରକାଗଜ ପଢ଼ି ଏତିକି ବୁଝିଲୁ, ସେ ପିଲାଟି ଆମ ବୟସର। ସଡ଼କ ଦୁର୍ଘଟଣାରେ 4 ଦିନ ତଳେ ତାର ମୃତ୍ୟୁ ଘଟିଥିଲା ଆଉ ତା ନାଁ ଥିଲା ଅଜୟ ସାମଲ। ସମସ୍ତଙ୍କ ମନକୁ ଏ ପ୍ରସ୍ତାବଟି ପାଇଲା। ଆମକୁ ଡାକିବା ପାଇଁ ଗୋଟିଏ ଆତ୍ମା ମିଳିସାରିଥିଲା। ବିବେକ କହିଲା, ଏ ଆତ୍ମାକୁ ଡାକିବା ସବୁଠୁ ଭଲ ଓ ସହଜ ହେବ। ମୁଁ ପଚାରିଲି, କିପରି? ବିବେକ ପୋଖତ ଖେଳାଳି ଭଳି କହିଲା, ଆରେ ଦେଖ, ଏ ପିଲାର ବୟସ ଆମ ସହ ସମାନ। କଥାବାର୍ତ୍ତା ହେବାକୁ ସୁବିଧା ହେବ ଓ ସହଜ କଥା ହେଉଛି ଏ ଅଜୟ ସାମଲ ମାତ୍ର 4 ଦିନ ହେବ ମୃତ୍ୟୁବରଣ କରିছে। ତାକୁ ଡାକିଲା ମାନେ ଚାଲି ଆସିବ। ଯେହେତୁ ମରିବାର ଅଧିକ ଦିନ ହୋଇନି, ସେ ପରଲୋକ ବିଷୟରେ ଏତେ କିଛି ଜାଣିନଥିବ। ଆମକୁ ଅଧିକ କ୍ଷତି ପହଞ୍ଚାଇବା ଜାଣିନଥିବ। ବିବେକର କଥାରୁ ମୁଁ ଜାଣି ଯାଇଥିଲି ଯେ ଆତ୍ମାକୁ ଡାକିଲେ ସେ ଆମକୁ କ୍ଷତି ପହଞ୍ଚାଇପାରେ। ପୂର୍ବ ଭଳି ମୋ ଡରକୁ ନିଜ ଭିତରେ ସାଇତି ଦେଇ ସୁନା ପିଲାଟି ଭଳି ତା କଥାରେ ହଁ ଭରିଲେ ଓ ସମସ୍ତେ ଚାହିଁ ରହିଲୁ ରାତି ହେବାକୁ। ରାତ୍ରି ଭୋଜନ ସମାପ୍ତ କରି ଚାହିଁ ରହିଲୁ ମଧ୍ୟରାତ୍ରି ହେବାକୁ। ଗୋଟିଏ ବଡ଼ ଟେବୁଲ ଉପରେ ଇଂରାଜୀ ଅକ୍ଷର ଏ ଠାରୁ ଜେଡ୍ ପର୍ଯ୍ୟନ୍ତ ଲେଖିଦେଲୁ ଓ ମଝିରେ ଗୋଟିଏ କପ୍ ରଖିଲୁ। ଖବରକାଗଜରେ ବାହାରିଥିବା ସେ ଦୁର୍ଘଟଣାରେ ମୃତ ପିଲାର ଫଟୋଟି ଆଣି ଆଖି ଆଗରେ ରଖିଲୁ। ଯେତେବେଳେ ଆମେ ସେ ଆତ୍ମାକୁ ଧ୍ୟାନ କରିବୁ, ସେ ଆତ୍ମା ଆସି କପ୍ ଭିତରେ ପଶିବ ଓ ତାକୁ ଯାହା ପଚାରିବ ସେ କପ୍ ଅକ୍ଷର ଆଡ଼କୁ ମାଡ଼ି ଯାଇ ଆମ ପ୍ରଶ୍ନର ଉତ୍ତର ଦେବ। କାନ୍ଥର ଘଡ଼ି 12ଟା ବାଜିବାର ସୂଚନା ଦେଲା। ଆମେ କୋଠରୀର ଆଲୋକକୁ ବନ୍ଦ କରିଦେଲୁ। ଦୂରରେ ଗୋଟିଏ ମହମବତୀ ଜଳୁଥାଏ। କହିବାକୁ ଗଲେ ସେ କୋଠରୀ ଭିତରେ ଟିକେ ଟିକେ ଆଲୋକ ଦେଖାଯାଉଥିଲା।
ଆମେ 6 ଜଣ ସାଙ୍ଗ ଟେବୁଲ ଚାରିପାଖରେ ବସିଗଲୁ। ମଝିରେ ଗୋଟିଏ ବଡ଼ କପ୍ ରଖି ତା ଉପରେ 6 ଜଣ ଆଙ୍ଗୁଠି ରଖି ସେ ମୂର୍ତ୍ତ ପିଲାର ଚେହେରାକୁ ମନେ ମନେ ଧ୍ୟାନ କରୁଥିଲୁ। ଠିକ୍ 2 ମିନିଟ୍ ପରେ ସେ କପ୍ଟି ଟିକେ ଟିକେ ଘୂରିବାକୁ ଲାଗିଲା। ମୋ ଛାତି ଖାଲି ଧଡ଼ପଡ଼ ହେଉଥିଲା। କିନ୍ତୁ ବିବେକ କହିଥିଲା, ଆତ୍ମା ଆସିବା ପରେ ବିଲକୁଲ ବି ଭୟ କରିବନି, ନହେଲେ ସମସ୍ୟା ଉପୁଜିପାରେ। ତେଣୁ ମୁଁ ନିଜକୁ ଭୟମୁକ୍ତ କରିବାକୁ ଚେଷ୍ଟା କରୁଥିଲି। ହେଲେ ସମ୍ମୁଖରେ ଆତ୍ମା, ଭୟ କ'ଣ ବନ୍ଦ ହେବ? ସେ କପ୍କୁ ଆମେ ଗୋଟିଏ ଜାଗାରେ ମାଡ଼ି ବସି ରଖିବାର ଚେଷ୍ଟା କରୁଥିଲୁ। କିନ୍ତୁ ସେ ଗଁ ଗଁ ହୋଇ ଟେବୁଲ ଉପରୁ ଏପଟରୁ ସେପଟ ଗତି କରୁଥିଲା। ବିବେକ ଥରିଲା ଗଳାରେ ସେ ଆତ୍ମାକୁ ପଚାରିଲା, ତୁମ ନାଁ କ'ଣ? ବିବେକର ଏପରି ଥରିଲା କଣ୍ଠ ଶୁଣିଲା ପରେ ନିଜକୁ ଲାଗିଲା, ଆରେ ମୁଁ ଏକା ଡରିନି, ମୋ ସାଙ୍ଗମାନେ ବି ଡରିକି ଅଛନ୍ତି। ମୁଁ କେବେ ବିଶ୍ୱାସ କରିନଥିଲି କପ୍ଟି ସତରେ ସେ ଅକ୍ଷର ଆଡ଼କୁ ଚାଲି ଉତ୍ତର ଦେବ ବୋଲି। ମୋ ଆଖି ପିଞ୍ଚୁଳାକେ ସେ କପ୍ଟି ଅକ୍ଷର ଆଡ଼କୁ ଦୌଡ଼ୁଥିଲା। ଆମେ ସବୁ ଅକ୍ଷରକୁ ଯୋଡ଼ି ଜାଣୁଥିଲୁ ଆତ୍ମାର ନାଁ ଥିଲା ଅଜୟ। ଆମେ ଡାକୁଥିବା ଆତ୍ମା ହିଁ ଆସିଛି ଜାଣି କିପରି ଗୋଟିଏ ଖୁସି ଅନୁଭବ ହେଲା। କିନ୍ତୁ ଖୁସି ଅଧିକ ସମୟ ରହିଲାନି। ଆମେ ଯାହା ପଚାରୁଥିଲୁ ସେ ଆତ୍ମା କହିବାକୁ ଚାହୁଁଥିଲା। ସେ କେବଳ କହୁଥିଲା ହେଲ୍ପ, ସାହାଯ୍ୟ ମାଗୁଥିଲା। ଆମେ କିଛି ବୁଝିପାରୁନଥିଲୁ। ହଠାତ୍ କପ୍ଟି ଘୂରିବା ବନ୍ଦ କରିଦେଲା। ଆମେ କହି ଉଠିଲୁ, ଆରେ କ'ଣ ହେଲା? ଏ ଚାଲୁନି କାହିଁକି? ଏ ବିବେକ, ଦେଖ କପ୍ କାହିଁ ଗତି କରୁନି? ବିବେକ ଧୀରେ କି କପ୍ ଉପରୁ ହାତ ଉଠାଇ ସାରିଥିଲା। ତାକୁ ଦେଖି ଆମେ ସମସ୍ତେ ବି ହାତ ଉଠାଇ ନେଲୁ। ବିବେକ ଚୁପ୍ ହୋଇ ବସିଥିଲା। ଆମେ ପରସ୍ପର ଭିତରେ କଥା ହେଉଥିଲୁ। ମୁଁ ଭାବିଲି ବିବେକ ବୋଧେ ମନ ଦୁଃଖ କରୁଛି, ସ୍ପିରିଟ୍ କଲ୍ ଅଧାରେ ରହିଗଲା ବୋଲି। କୋଠରୀରେ ଆଲୋକ ଜାଳି ଶୋଇବାକୁ ଭାବିଲୁ, କାରଣ ମନରୁ ଭୟ ଯାଉନଥିଲା। ଠିକ୍ ଶୋଇବାକୁ ଯାଉଛୁ, ବିବେକ ବସିଯାଇ ଝୁଲିବାକୁ ଲାଗିଲା। ଆମେ ଭାବୁଥିଲୁ ସେ ଡରାଇବା ପାଇଁ ଆମକୁ ଏପରି କରୁଛି। ହେଲେ ସେ କାନ୍ଦିବାକୁ ଲାଗିଲା। କହିଲା, ଘରକୁ ଯିବି, ମୋତେ ମୋ ଘରକୁ ନେଇ ଚାଲ। ଆମେ ସବୁ ଏମିତିରେ ଡରିକି ଥିଲୁ। ଆଉ ବିବେକର ଏ ଅବସ୍ଥା ଦେଖି ଆମେ ସମସ୍ତେ ଛାନିଆ ହୋଇଗଲୁ। ଆମେ ଦୌଡ଼ିଲୁ ହଷ୍ଟେଲର ତଦାରଖ କରୁଥିବା ଅଶୋକ ଭାଇଙ୍କ ପାଖକୁ। ଅଶୋକ ଭାଇ ଧାଇଁ ଆସିଲେ। ସେ ବିବେକକୁ ପଚାରିଲେ, ଆରେ ବିବେକ, ତୋର କ'ଣ ହୋଇଛି? କାନ୍ଦୁଛୁ କାହିଁକି? ତା ଉପରେ ବିବେକ ଚିଡ଼ି ଚିଡ଼ି ହୋଇ କହିଲା, କାହିଁ ମୋତେ ବିବେକ ବିବେକ ଡାକୁଛ? ମୋ ନାଁ ଅଜୟ। ମୁଁ ଘରକୁ ଯିବାକୁ ଚାହୁଁଛି। ଅଜୟ ନାଁଟା ଶୁଣିବା ପରେ ଆମ ଦେହରୁ ଅଧେ ରକ୍ତ ଶୁଖିଗଲା। ଅଶୋକ ଭାଇଙ୍କ ଆଗରେ କେହି ବି ସାହସ ସଞ୍ଚୟ କରିପାରିଲୁନି କହିବା ପାଇଁ ଯେ ଅଜୟ କିଏ। ଅଶୋକ ଭାଇ ବାର ବାର ବିବେକ ବିବେକ କହି ତାକୁ ପଚାରିବାକୁ ଚେଷ୍ଟା କରୁଥିଲେ। ଆକସ୍ମିକ ଭାବରେ ବିବେକ ଡେଇଁ ପଡ଼ିଲା ଅଶୋକ ଭାଇଙ୍କ ଉପରକୁ। ମୁଥ ପରେ ମୁଥ ବୁଷ୍ଟି କରିଦେଲା ତାଙ୍କ ମୁହଁ ଉପରେ। ଅଶୋକ ଭାଇ ତଳେ ପଡ଼ି ଚିତ୍କାର କରୁଥାନ୍ତି। ଆମେ ଡରିକି ଠିଆ ହୋଇଥାଉ। କାହାର ସାହସ ନଥିଲା ବିବେକକୁ ଅଟକେଇବାର। ଅଶୋକ ଭାଇ କହୁଥାନ୍ତି, ଆରେ ମୋତେ ଏହା ପାଖରୁ ରକ୍ଷା କର, ନହେଲେ ମୋତେ ମାରିଦେବ। ଆମେ 5 ଜଣ ତାକୁ ଅଟକେଇବାକୁ ଚେଷ୍ଟା କରୁଥାଉ। କିନ୍ତୁ କି ବଳ ତାର! ଗୋଟିଏ ଆତ୍ମା ପାଖରେ ଏତେ ବଳ ଆସେ କେଉଁଠୁ କେଜାଣି। ତାକୁ ଅଟକେଇବାରେ ଅସଫଳ ହେଲୁ। ମୁଁ ଦୌଡ଼ି ଯାଇ ଅନ୍ୟ କୋଠରୀରେ ଥିବା ପିଲାମାନଙ୍କୁ ଡାକି ଆଣିଲି। ସମସ୍ତେ ମିଶିଲା ପରେ ତାକୁ କାବୁ କରିପାରିଲୁ। ଅଶୋକ ଭାଇଙ୍କ ଅବସ୍ଥା ବହୁତ ଖରାପ ଥିଲା। ନାକ ପାଟିରୁ ରକ୍ତ ବାହାରୁଥାଏ। ତାଙ୍କୁ ଜଲ୍ଦି ଡାକ୍ତରଖାନା ନେବାର ଥିଲା। ଫୋନ୍ କରି ବାକି ଷ୍ଟାଫକୁ ଡକା ସରିଥାଏ। ଅଶୋକ ଭାଇ କଥା କହିବା ଅବସ୍ଥାରେ ନଥିଲେ। ଆମେ 5 ଜଣ କଥା ହେଲୁ ସ୍ପିରିଟ୍ କଲ୍ ବିଷୟରେ କାହାରିକୁ କିଛି ନ କହିବାକୁ, ନହେଲେ କଲେଜରୁ ତଡ଼ା ଖାଇବା ସୁନିଶ୍ଚିତ ଥିଲା। ବିବେକର ହାତ ଗୋଡ଼ ବାନ୍ଧି ରଖିଥାଉ। ସେ ଖାଲି ବାଡ଼େଇ ଛାଟି ହେଉଥାଏ। କାହାକୁ ଚିହ୍ନି ପାରୁନଥାଏ। ଏହାରି ଭିତରେ ରାତି ପାହି ଆସିଥାଏ। ବିବେକର ଘର ଲୋକ ସମସ୍ତେ ଆସି ପହଞ୍ଚି ସାରିଥିଲେ। କୁହାଗଲା ପ୍ରଥମେ ବିବେକର ବାପା ତା ପାଖକୁ ଯିବେ। ତା ବାପା ଯେପରି ପୁଅକୁ ଆଉଁସି ଦେଇ ବିବେକ ବୋଲି ଡାକିଛନ୍ତି। ବିବେକ କାମୁଡ଼ିଲା ଭଳି ମାଡ଼ି ଆସିଲା ତା ବାପାଙ୍କ ପାଖକୁ। ତା ବାପା ସେଠାରୁ କୁଦା ମାରି ଚାଲି ଆସିଲେ ଓ ଅନ୍ୟମାନଙ୍କୁ ମନା କଲେ କେହି ତା ପାଖକୁ ନ ଯିବାକୁ।
ବିବେକର ମା ଗଳା ଫଟାଇ କାନ୍ଦୁଥାନ୍ତି। ଗୋଟିଏ ପୁଅର ଏପରି ଅବସ୍ଥା ଦେଖି କୋଉ ମା ବା ଧୈର୍ଯ୍ୟ ଧରିବ? ସମସ୍ତେ ବିଚାର କଲେ ବିବେକକୁ ଡାକ୍ତରଖାନା ନେବାକୁ। ସମସ୍ତେ ଭାବୁଥିଲେ ତାର ଚିକିତ୍ସା କଲେ ସବୁକିଛି ଠିକ୍ ହୋଇଯିବ। ବିବେକର ହାତ ଗୋଡ଼ ବନ୍ଧା ହୋଇଥିଲା। ତାକୁ ମାଡ଼ି ବସି ଗୋଟିଏ ଖଟିଆରେ ପକାଇ ଡାକ୍ତରଖାନା ନେବା ପାଇଁ ପ୍ରସ୍ତୁତି ହେଲା। ସେ ଚିତ୍କାର କରୁଥାଏ, ମୁଁ ଘରକୁ ଯିବି, ମୋ ବାପା ମାଙ୍କୁ ଡାକ। ମୁଁ ବାଟ ପାଉନି, ମୁଁ ଘରକୁ ଯିବି, ମୋତେ ଛାଡ଼ିଦିଅ, ନହେଲେ ସମସ୍ତଙ୍କୁ ମାରିଦେବି। ମୋତେ କିଏ ସାହାଯ୍ୟ କର, ମୁଁ ଘରକୁ ଯିବି। ବିବେକ ଏପରି କଥାକୁ ସମସ୍ତେ ପାଗଳାମି ଭାବୁଥିଲେ, କିନ୍ତୁ ମୋତେ ଅନୁଭବ ହେଉଥିଲା ତାର କଷ୍ଟ। ବିବେକ ନୁହେଁ, ତା ଭିତରେ ପ୍ରବେଶ କରିଥିବା ଆତ୍ମା ଅଜୟର। କେହି ନ ବୁଝିଲେ ବି ଆମେ 5 ଜଣ ସାଙ୍ଗ ବୁଝିସାରିଥିଲୁ ଘଟଣାର ସତ୍ୟତା କ'ଣ। ଅଜୟ ତା ଘର ଲୋକଙ୍କୁ ଖୋଜୁଛି। ହୋଇପାରେ ସେମାନଙ୍କୁ ଦେଖିଲା ପରେ ସେ କିଛି କହିବ। ତାପରେ ଯେଉଁମାନେ ବିବେକକୁ ପାଗଳ ବୋଲି ଭାବୁଛନ୍ତି ସେମାନେ ହେଲେ ଏହାର କିଛି ପ୍ରତିକାର ବାହାର କରିବେ। ମୋ ମନରେ ଏସବୁ ଚାଲୁଥାଏ। ମୁଁ ସେ ଖବରକାଗଜକୁ ଖୋଲିଲି ଯେଉଁଥିରେ ଅଜୟର ମୃତ୍ୟୁ ଖବର ଛପା ଯାଇଥିଲା। ସେଥିରେ ତା ଗାଁ ନାଁ ଓ ତା ବାପାଙ୍କ ନାଁ ଥିଲା। ଆମେ 2 ଜଣ ସାଙ୍ଗ କାହାକୁ କିଛି ନ କହି ବାହାରିଗଲୁ ଅଜୟର ଘରକୁ। ପଚାରି ପଚାରି ପହଞ୍ଚି ସାରିଥିଲୁ ଅଜୟ ଘରେ। ବଢ଼ିଲା ପୁଅକୁ ହରାଇବା ପରେ ମା ବାପା ଯେପରି ସ୍ଥାରୁଣ ପାଲଟି ଯାଇଥିଲେ। ମାତ୍ର 6 ଦିନ ହୋଇଥିଲା ଅଜୟର ମୃତ୍ୟୁକୁ। ଆମେ କିପରି କହିବୁ ଓ କ'ଣ କହିବୁ ବୋଲି ଭାବୁଥିଲୁ, କିନ୍ତୁ ସାହସ ସଞ୍ଚୟ କରି ଅଜୟର ବାପା ମାଙ୍କୁ କହିଲୁ ଯେ ଅଜୟ ମୋ ସାଙ୍ଗ ଦେହରେ ପ୍ରବେଶ କରିଛି ଓ ସେ ଆପଣମାନଙ୍କୁ ଦେଖିବାର ଜିଦ୍ କରୁଛି। ଆମ ସାଙ୍ଗରେ ଚାଲନ୍ତୁ, ତାକୁ ଥରେ ଦେଖା କରିବେ। ଆମ କଥାରେ ବିଚରା ବାପା ମା 2 ଜଣ ପାଗଳଙ୍କ ଭଳି ହୋଇ ତିଳେ ମାତ୍ର ଡେରି ନ କରି ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ। ମୁଁ ପ୍ରଥମ ଥର ଅନୁଭବ କରୁଥିଲି ଗୋଟିଏ ପିଲା ପାଇଁ ତାର ବାପା ମା କ'ଣ କରିପାରନ୍ତି। ଅଜୟର ବାପା ମା ପାଗଳଙ୍କ ଭଳି ହେଉଥାନ୍ତି ନିଜର ପୁଅର ଆତ୍ମାକୁ ଟିକେ ଦେଖିବାକୁ। ଆମେ 2 ଜଣ ତାଙ୍କୁ ନେଇ ସିଧା ଡାକ୍ତରଖାନା ଚାଲିଲୁ। ସେଠାରେ ବିବେକର ବାପା ମା ବି ଥାନ୍ତି। ବିବେକ କଡ଼ ଲେଉଟାଇ ଶୋଇଥାଏ। ବାହାରୁ ଥାଇ ଅଜୟର ମା ଡାକିଲେ, ଅଜୁ, ଆରେ ଅଜୁ। ବିବେକ ବୁଲି ପଡ଼ିଲା ଓ କାନ୍ଦିବାକୁ ଲାଗିଲା। ତା କାନ୍ଦରେ ଥିଲା ବିକଳପଣ। ମୋ ଛାତି କ'ଣ ହୋଇଗଲା। ବିବେକ କାନ୍ଦି କାନ୍ଦି କହିଲା, ବୋଉ, ବୋଉଲୋ ତୁ ଆସିଛୁ। ଯେଉଁ ବିବେକ କେବେ ଅଜୟର ଘର ଦେଖିନି, ଅଜୟର ମାକୁ ବି ଚିହ୍ନିନି, ସେ କିପରି ଜାଣିଲା ଏ ଅଜୟର ବୋଉ ବୋଲି? ମୋ ଦେହ ଶୀତେଇ ଯାଉଥାଏ। ବିବେକର ପରିବାର ବୁଝି ସାରିଥିଲେ ପୁଅର କିଛି ପାଗଳାମି ବାହାରିନି, ବରଂ ତା ଶରୀରରେ ଆତ୍ମା ପ୍ରବେଶ କରିଛି। ଅଜୟର ବାପା ମା ଭୋ ଭୋ ହୋଇ କାନ୍ଦୁଥାନ୍ତି। ବିବେକ ଭିତରେ ପଶିଥିବା ସେ ଆତ୍ମା କହିଲା, ମୁଁ ସେଦିନ କଲେଜରୁ ଫେରୁଥାଏ। ସାମ୍ନାରୁ ଗୋଟିଏ ଗାଡ଼ି ଆସି ମୋତେ ଧକ୍କା ଦେଲା। ମୋତେ ପ୍ରବଳ କଷ୍ଟ ହେଉଥିଲା। ମୁଁ ଶୋଇପଡ଼ିଲି। ଆଖି ଖୋଲିଲା ବେଳକୁ ମୁଁ ଗୋଟିଏ ଅନ୍ଧାର ଜାଗାରେ ଥିଲି। ବାଟ ଖୋଜୁଥିଲି, ଅଥଚ ପାଉନଥିଲି। ଅନେକ ଦୂରରୁ ମୋତେ ଗୋଟିଏ ଆଲୋକ ଦିଶୁଥିଲା। ମୁଁ ସେପଟକୁ ଯାଉଥିଲି, କିନ୍ତୁ ସେ ଆଲୋକ ପାଖରେ ପହଞ୍ଚି ପାରୁନଥିଲି। ମୁଁ ଏଠିକି ପୁଣି ଫେରି ଆସିଲି ବୋଉ, ମୋତେ ଏବେ ଘରକୁ ନେଇ ଚାଲ। ସମସ୍ତେ ବୁଝି ସାରିଥିଲେ ଘଟଣାର ସତ୍ୟତା କ'ଣ। ବିବେକର ବାପା ମା ଗୋଡ଼ ଧରି ଗଡ଼ିଗଲେ ଅଜୟର ବାପା ବୋଉଙ୍କର। ବିବେକଙ୍କ ମା ନିଜ କାନି ପତାଇ ଅଜୟର ମାଙ୍କୁ ବିକଳରେ କାନ୍ଦି କାନ୍ଦି କହୁଥାନ୍ତି, ଆମକୁ ଦୟା କର, ତୁମେ ନିଜ ପୁଅକୁ ହରାଇ କେଉଁଭଳି ଅବସ୍ଥାରେ ଅଛ ତାହା ମୁଁ ବୁଝିପାରୁଛି। ମୋର ବି ବିବେକ ଗୋଟିଏ ବୋଲି ପୁଅ, ମୋ ଉପରେ ଟିକେ ଦୟା କର। ନିଜ ପୁଅକୁ ବୁଝାଅ, ମୋ ପୁଅକୁ ଛାଡ଼ିଦେଉ। 2 ମା କୁଣ୍ଢାକୁଣ୍ଢି ହୋଇ ଯେଉଁଭଳି କାନ୍ଦୁଥିଲେ, କେବଳ କାନ୍ଥ ବାଡ଼କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ଆଖିରେ ଲୁହ ଥିଲା। ଖୁବ୍ ହୃଦୟ ବିଦାରକ ଦୃଶ୍ୟ ଥିଲା। ନିଜ ପୁଅର ଜୀବନ ଭିକ୍ଷା ମାଗୁଥିଲେ ବିବେକର ପିତାମାତା। ବିବେକକୁ ଘରକୁ ଆଣିଲେ। ଜଣେ ବାବାଙ୍କୁ ଡାକିବା ପରେ ସେ କହିଲେ ଯେପର୍ଯ୍ୟନ୍ତ ଅଜୟର କ୍ରିୟାକର୍ମ ସମାପ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ବିବେକର ଶରୀରରେ ରହିବ। ଠିକ୍ ଅଜୟର ମୃତ୍ୟୁର 14 ଦିନ ପରେ ବିବେକ ଠିକ୍ ହୋଇଯାଇଥିଲା। ସେହି ଦିନର ଘଟଣା ପରଠାରୁ କେହି ଯଦି କୁହନ୍ତି ସ୍ପିରିଟ୍ କଲ୍ କରିବାକୁ, ମୁଁ ମୁହେଁ ମୁହେଁ ମନା କରିଦିଏ।
ମୃତ୍ୟୁ ଓ ଆତ୍ମାକୁ ସମ୍ମୁଖରେ ଅନୁଭବ କରିଛି। ସେ କଥା ଭାବିଲେ ଆଜି ବି ମୋ ଲୋମମୂଳ ଶିହରି ଉଠେ। କ୍ରାନ୍ତିର କଥାକୁ ସମସ୍ତେ ମୌନ ହୋଇ ଶୁଣୁଥିଲେ। ସେମାନଙ୍କ ଭିତରେ ନୀରବତା ବିରାଜମାନ କରୁଥିଲା। କେବଳ ଶବ୍ଦ ଆସୁଥିଲା ସମ୍ମୁଖରେ ଜଳୁଥିବା କାଠର। ଧୀରେ ଧୀରେ ସେ କାଠର ଛେଲି ନିଆଁରେ ଜଳି ଠୋ ଠୋ ଶବ୍ଦ କରୁଥାଏ। ସୌମ୍ୟ ସମସ୍ତଙ୍କ ମୌନତାକୁ ଖଣ୍ଡନ କରି କହିଲା, ଆରେ ସେ ପାତ୍ର ଭିତରୁ କାଗଜକୁ ଗୋଳାଇ ଗୋଟିଏ କାଗଜ ଉଠାଅ। ଦେଖିବା ଏଥର କାହାର ପାଳି ପଡ଼ୁଛି ଓ କ'ଣ ଶୁଣିବାକୁ ମିଳିବ।